କୃଷକ ଓଡ଼ିଶା ରେଜିଷ୍ଟ୍ରେସନ୍ କରିବା ପାଇଁ ଆପଣଙ୍କର କ'ଣ ଡକ୍ୟୁମେଣ୍ଟ ଲାଗିବ। ପ୍ରଥମେ ଆପଣଙ୍କର ଆଧାର କାର୍ଡ଼ରେ ମୋବାଇଲ୍ ନମ୍ବର ଲିଙ୍କ୍ ଥିବା ଦରକାର। ଆଧାର କାର୍ଡ଼, ବ୍ୟାଙ୍କ ପାସବହି, ପଟ୍ଟା, ଏଇ ତିନୋଟି ଜିନିଷରେ ଆପଣଙ୍କର କୃଷକ ଓଡ଼ିଶା ରେଜିଷ୍ଟ୍ରେସନ୍ ହୋଇପାରିବ। ନମସ୍କାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ସ୍ନେହା CSE ୟୁଟ୍ୟୁବ୍ ଚ୍ୟାନେଲକୁ ଧନ୍ୟବାଦ। ଆଜି ମୁଁ ଆପଣଙ୍କୁ ଦେଖେଇବି କୃଷକ ଓଡ଼ିଶା ଅନଲାଇନ୍ କେମିତି ରେଜିଷ୍ଟ୍ରେସନ୍ ହୁଏ। ଘରେ ବସିକି ଆପଣମାନେ ରେଜିଷ୍ଟ୍ରେସନ୍ କରିପାରିବେ। ପ୍ରଥମେ ଆପଣ ମୋବାଇଲରେ କ୍ରୋମ୍ ବ୍ରାଉଜର୍ ଖୋଲିବେ। କ୍ରୋମ୍ ବ୍ରାଉଜରରେ ଟାଇପ୍ କରିବେ କୃଷକ ଓଡ଼ିଶା, KRUS, କୃଷକ ଓଡ଼ିଶା। ଟାଇପ୍ କଲା ପରେ ଆପଣଙ୍କର ଆସିଲା ଏଇଟା କୃଷକ ଓଡ଼ିଶା। କଲାବେଳେ ଯେଉଁ ଟାଇପ୍ କଲା ପରେ ଯେଉଁ ଫାଷ୍ଟ ଆସିବ ଆପଣଙ୍କର କୃଷକ ଓଡ଼ିଶା ପୋର୍ଟାଲ, ସେଇଟାକୁ କ୍ଲିକ୍ କରିବେ। ସେଇଟା କ୍ଲିକ୍ କଲା ପରେ ଆପଣଙ୍କ ଏଇଭଳିଆ ଇଣ୍ଟରଫେସ୍ ଆସିଯିବ। ପ୍ରଥମ ବ୍ୟାନର୍ ଟାଇପ୍ ଭଳିଆ ଥିବ, ଏଇଭଳିଆ ଆସିଯିବ। ଏପଟେ ଆପଣଙ୍କର ଯଦି ଆଗରୁ କିଏ ଆପ୍ଲାଏ କରିଥିବେ ତାହେଲେ ଏପଟେ ଆପଣ ଷ୍ଟାଟସ୍ ଜାଣିପାରିବେ। ଆଧାର ନମ୍ବରଟା ଏଣ୍ଟ୍ରି କରିବେ, ଚେକ୍ କରିବେ, ଷ୍ଟାଟସ୍ ଆସିଯିବ। ଆଉ ଏପଟେ ଆପଣଙ୍କର ନୂଆ ଆପ୍ଲାଏ କରିବେ ସେଇମାନେ ଆଧାର କାର୍ଡ଼ ନମ୍ବରଟା ଦେଇକି ଏଣ୍ଟ୍ରି କରିବେ। ପ୍ରଥମେ ମୁଁ ଆଧାର ନମ୍ବରଟା ଦେଇଦେଉଛି ଆପଣଙ୍କର। ଦେଇଦେଲା ପରେ ଲଗ୍ଇନ୍ କରିଦେଲି। ଲଗ୍ଇନ୍ କଲା ପରେ ଗୋଟେ OTP ଆସିବ, ଟିକେ ଅପେକ୍ଷା କରିବେ। OTPଟା ଆସିଲା ପରେ ଭ୍ୟାଲିଡିଟିରୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସେ ଅଟୋମେଟିକ୍ ଖୋଲିଲା। ଏଇଟା ଖୋଲିଲା ପରେ ଆପଣଙ୍କର ଦେବେ ଆଧାର ନମ୍ବର, ଆଉ ଥରେ ଦେବେ ଆଧାର ନମ୍ବର, ନାମ ଦେବେ, ଯେଉଁ ଯାହା ନାଁରେ ରେଜିଷ୍ଟ୍ରେସନ୍ କରିବେ। କ୍ୟାପିଟାଲରେ ଦେବେ ଲେଟର୍, ଭଲ। ରେଜିଷ୍ଟର ମୋବାଇଲ୍ ନମ୍ବର ଦେବେ, ଭେରିଫାଇ କରିଦେବେ। ଭେରିଫାଇ କଲା ପରେ ଆଉ ଥରେ ରିଟର୍ନ OTP ମାଗିବ ସିଏ। OTPଟା ଦେଲା ପରେ ଏମିତି ଖୋଲିଯିବ। ଖୋଲିଲା ପରେ ବାଁ ପଟେ ଅଛି ଆପଣଙ୍କର ଅପଡେଟ୍ ପ୍ରୋଫାଇଲ୍, ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଅଟୋମେଟିକ୍ ଆସିବ। ଏଠି ନାମ ଆଉ ଆଧାର ନମ୍ବର ଆସିଯିବ। ଏଠି ବାପାଙ୍କ ନାମ ଦେବେ, ବାପାଙ୍କ ନାମ ଟାଇପ୍ କରିବେ। ଏଠି ଫଟୋ ଅପଲୋଡ଼ କରିବେ, ଏଠି ଅପଲୋଡ଼େଡ଼ ଫଟୋ, ଏଠି ଫଟୋ ଅପଲୋଡ଼ କରିବେ। ଫଟୋ ଅପଲୋଡ଼ ଚୁଜ୍ କରି ଦେଇଦେବେ। ଫଟୋ ଅପଲୋଡ଼ କଲା ପରେ ଏଠି ମୋବାଇଲ୍ ନମ୍ବର ଦେବେ, ଆଧାର ଲିଙ୍କ୍ ମୋବାଇଲ୍ ନମ୍ବର ଏଠି ଟାଇପ୍ କରିବେ। ଟାଇପ୍ କଲା ପରେ ଷ୍ଟାଟସ୍ ଦେବେ। ଆପଣ ମ୍ୟାରେଜ୍ ଥିବେ ଯଦି ମ୍ୟାରେଜ୍ ଦେବେ, ଅନମ୍ୟାରେଡ଼୍ ଥିବେ ଯଦି ଅନମ୍ୟାରେଡ଼୍ ଦେବେ। ଆପଣଙ୍କର ଏଠି କାଷ୍ଟ ଦେବେ, ଯେଉଁ କାଷ୍ଟରେ ଆପଣ ଥିବେ ସେଇ କାଷ୍ଟରେ ଦେବେ। ଏଠି ଆପଣଙ୍କର ଡିଷ୍ଟ୍ରିକ୍ଟ ଲେଖିବେ, ଏଠି ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ଏଠି ବ୍ଲକ୍ ସିଲେକ୍ଟ କରିବେ। ଏଠି ଆପଣଙ୍କର ପଞ୍ଚାୟତ ନାଁ ଦେବେ, ପଞ୍ଚାୟତ ସିଲେକ୍ଟ କରିବେ। ଗାଁ ନାଁ ଲେଖିବେ, ଗାଁ ନାଁ ଦେବେ। ଗାଁ ନାଁ ଦେବା ପରେ ଆଡ୍ରେସ୍ ଏଠି ଦେଇପାରିବେ, ନ ଦେଇପାରିବେ ଚଳିବ। ସେଭ୍ କଣ୍ଟିନ୍ୟୁ କରିବେ। ପପ୍ ଆସିବ, ୟେସ୍ କରିବେ। ରେକର୍ଡ଼ ସକ୍ସେସଫୁଲି ସେଭ୍ କରିବେ। ତାପରେ ଏଠି ଆପଣଙ୍କର ଆକାଉଣ୍ଟ ନମ୍ବର, ଏଠି IFSC କୋଡ଼୍ ଦେବେ। ଯେଉଁ ବ୍ୟାଙ୍କର ଦେବେ ଆପଣ IFSC କୋଡ଼୍ ଦେଲା ପରେ ଏଠି ସବୁ ଆସିଯିବ। ଆସିଲା ପରେ ଆକାଉଣ୍ଟ ନମ୍ବର ଦେବେ, ନାମ ଲେଖିବେ, ସେଭିଂ ଆକାଉଣ୍ଟ। ତାପରେ ଏଠି ଆପଣଙ୍କର ନାମ ଦେବେ, ସେଭିଂ ଆକାଉଣ୍ଟ ଲେଖିବେ। ସେଭିଂ ଆକାଉଣ୍ଟ ଲେଖିଲା ପରେ ଆପଣଙ୍କର ଏଠି ନିଜର ଯଦି ଆକାଉଣ୍ଟ ଥିବ ଏଠି ସେଭ୍ ଲେଖିବେ, ଯଦି ଆଉ କାହାର ଥିବ ତାହେଲେ ଆଉ କାହାର ସେଭ୍ କରିବେ। ତାପରେ ଆପଣ ପପ୍ ଆସିବ,
ରେକର୍ଡ଼ ସକ୍ସେସଫୁଲି ଆସିଗଲା। ତାପରେ ଆପଣ ଏଠି ଏଗ୍ରିକଲଚର ଆପଣ ଯେଉଁଟା ଦେଇପାରିବେ, ମେନ୍ କରୁଛନ୍ତି କି ମାର୍ଜିନାଲ୍ କରୁଛନ୍ତି କ'ଣ କରୁଛନ୍ତି ସେଇଟା ସିଲେକ୍ଟ କରିବେ। କଲା ପରେ ଆପଣ କ'ଣ କାମ କରନ୍ତି, କ୍ରପ୍ କରନ୍ତି କି ଏନିମାଲ୍ ଚାଷ ଇଏ କରନ୍ତି, ଫିସିଂ କରନ୍ତି କି ଫରେଷ୍ଟରୀ, ଯାହା ବି କରନ୍ତି ଏଠି ସିଲେକ୍ଟ କରିବେ। ସିଲେକ୍ଟ କଲା ପରେ ସେଭ୍ ଆଣ୍ଡ କଣ୍ଟିନ୍ୟୁ କରିବେ। ସେଭ୍ କଣ୍ଟିନ୍ୟୁ କଲା ପରେ ଏଠି ଆପଣଙ୍କର ଆସିଲା ପରେ ଏଇଟା କ'ଣ ଆସିଲା, ଆପଣ ଡିପାର୍ଟମେଣ୍ଟ ଟାଇପ୍ ଅଫ୍ ଫରେଷ୍ଟର ଲେଖିବେ, ଡିଷ୍ଟ୍ରିକ୍ଟ ଲେଖିବେ, ବ୍ଲକ୍ ଲେଖିବେ, ଗ୍ରାମ ପଞ୍ଚାୟତ ଲେଖିବେ, ଭିଲେଜ୍ ଲେଖିବେ। ଭିଲେଜ୍ ଲେଖିଲା ପରେ ଆପଣଙ୍କର ସେଭ୍ ଆଣ୍ଡ କଣ୍ଟିନ୍ୟୁ କରିଦେବେ। ସେଭ୍ କଣ୍ଟିନ୍ୟୁ କଲା ପରେ ଆପଣଙ୍କର ଏମିତିକି ଆସିଯିବ। ଆସିଲା ପରେ ଏଠି ଆପଣଙ୍କର କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସବମିଟ୍ କରିଦେବେ। ସବମିଟ୍ କଲା ପରେ ଆପଣଙ୍କର ଏଇଟା ହେଇଗଲା କୃଷକ ଆଇଡି। ଏଇଟା ହେଇଗଲା ଆପଣଙ୍କର କମ୍ପ୍ଲିଟ୍। କୃଷକ ଆଇଡିର ଏଇଟା ଆପଣଙ୍କର ହେଲା ଆପ୍ଲିକେସନ୍ ଆଇଡି ନମ୍ବର। ଯେଉଁ ଆପ୍ଲାଏ କରିଥିଲେ ତା'ର PDFଟା ବି ଆପଣ ଡାଉନଲୋଡ଼୍ କରିକି ରଖିଦେଇ ପାରିବେ। ଆଜି ପାଇଁ ଏତିକି ଆପଣଙ୍କର କୃଷକ ରେଜିଷ୍ଟ୍ରେସନ୍ ଦେଖେଇଲି କେମିତି କରାଯାଏ। ଆଉ ଆଗକୁ କିଛି ଦେଖିବା ପାଇଁ ପାଇଲେ ଆପଣ ମୋ ସ୍ନେହା CSC ସେଣ୍ଟର ସ୍ନେହା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ରହୁଛି, ଧନ୍ୟବାଦ, ନମସ୍କାର।